ଡ୍ରାଇଭର ମାନଙ୍କୁ ସାମିଲ କରିବା ଆରମ୍ଭ କରିଛି। ପରବର୍ତ୍ତୀ ଖବର ଅଷ୍ଟ୍ରେଲିଆ ଟି20 ପାଇଁ ବିଶ୍ୱକପ୍ ଦଳ ଘୋଷଣା କଲା। ଆସନ୍ତା 7 ତାରିଖରୁ ଭାରତ ଶ୍ରୀଲଙ୍କାରେ ଆରମ୍ଭ ହେଉଥିବା ଟି20 ବିଶ୍ୱକପ୍ ପାଇଁ ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ମାର୍ସଙ୍କ ନେତୃତ୍ୱରେ ନିଜର 15 ଜଣିଆ ଦଳ ଘୋଷଣା କରାଯାଇଛି। କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଏକ୍ସରେ ଏକ ପୋଷ୍ଟ କରି ଦଳ ତାଲିକା ପ୍ରଦାନ କରାଯାଇଛି। ଦଳରୁ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସଙ୍କୁ ବାଦ ଦିଆଯାଇଛି। ପିଠିରେ ଯନ୍ତ୍ରଣା କାରଣରୁ ତାଙ୍କୁ ବିଶ୍ରାମ ଦିଆଯାଇଥିବା ଜଣାପଡ଼ିଛି। ତାଙ୍କ ସ୍ଥାନରେ ବେନ୍ ଡ୍ୱାରିନ୍ସଙ୍କୁ ସାମିଲ କରାଯାଇଛି। ସେହିପରି ମାଥ୍ୟୁ ସଟ୍ଙ୍କ ସ୍ଥାନରେ ମ୍ୟାଟ୍ ରେନେସାଙ୍କୁ ସାମିଲ କରାଯାଇଛି। କମିନ୍ସ ଶେଷ ଥର ପାଇଁ 2024 ଜୁନ୍ 24ରେ ଟି20 ବିଶ୍ୱକପ୍ରେ ଭାରତ ବିପକ୍ଷରେ ଖେଳିଥିଲେ। ତା ପରଠାରୁ ସେ କୌଣସି ଅନ୍ତର୍ଜାତୀୟ ଟି20 ମ୍ୟାଚ୍ରେ ଖେଳି ନାହାନ୍ତି। ପରବର୍ତ୍ତୀ ଖବର ମାଓ ସଂଗଠନ ପାଇଁ ଅଡିଓ ବାର୍ତ୍ତା ଜାରି କଲେ ଡିଜିପି। ସରେଣ୍ଡର ପାଇଁ ଏହି ଫୋନ୍ ନମ୍ବରରେ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ। ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଆହ୍ୱାନ। ମୁଁ ଓଡ଼ିଶା ପୋଲିସ ଡିଜିୱାଇବି ଖୋରାନିଆ କହୁଛି। ସୁରକ୍ଷା କର୍ମୀଙ୍କ ନିକଟରେ ମାଓବାଦୀମାନେ ତୁରନ୍ତ ଆତ୍ମସମର୍ପଣ କରନ୍ତୁ। ଅଡିଓ ବାର୍ତ୍ତା ଜରିଆରେ ମାଓ ସଂଗଠନକୁ ଏପରି କିଛି କହିଛନ୍ତି ଡିଜିପି ୱାଇବି ଖୋରାନିଆ। ସରେଣ୍ଡର ପାଇଁ ଇଚ୍ଛୁକ ପ୍ରାର୍ଥୀ ଟେଲିଫୋନ ନମ୍ବର 9437643839ରେ ଯୋଗାଯୋଗ କରନ୍ତୁ। ମାଓ ସଂଗଠନକୁ ଡିଜିପି ୱାଇବି ଖୋରାନିଆ ଆହ୍ୱାନ ଦେଇଛନ୍ତି। ପରବର୍ତ୍ତୀ ଖବର ମୁସଲମାନଙ୍କ ପ୍ରତି ଦୁର୍ବ୍ୟବହାର କଲେ ଭାରତ ହିନ୍ଦୁ ରାଷ୍ଟ୍ର ହୋଇପାରିବ ନାହିଁ କହିଲେ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ। ପ୍ରାୟତଃ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ପୁଣି ଥରେ ଖବରରେ ଅଛନ୍ତି। ବର୍ତ୍ତମାନ ଶାସ୍ତ୍ରୀ ଉତ୍ତରପ୍ରଦେଶର ବନ୍ଦାରେ ଅଛନ୍ତି। ଏକ କାର୍ଯ୍ୟକ୍ରମରେ ବାଗେଶ୍ୱର ଧାମର ମୁଖ୍ୟ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ କହିଛନ୍ତି ହିନ୍ଦୁମାନେ ଗୋଟିଏ କଥା ମନେ ରଖିବା ଉଚିତ, ମୁସଲମାନମାନଙ୍କୁ ଦୁର୍ବ୍ୟବହାର କରି ଭାରତ ହିନ୍ଦୁ ରାଷ୍ଟ୍ର ହୋଇପାରିବ ନାହିଁ। ହିନ୍ଦୁମାନଙ୍କୁ ସେମାନଙ୍କ ତ୍ରୁଟି ସୁଧାରିବାକୁ ପଡ଼ିବ, ତେବେ ହିଁ ଭାରତ ଏକ ହିନ୍ଦୁ ରାଷ୍ଟ୍ର ହେବ। ପରବର୍ତ୍ତୀ ଖବର 1715 କୋଟି ଟଙ୍କାର 5ଟି ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହା। କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଦିବ୍ରୁଗଡ଼ରେ ଆସାମ ବିଧାନସଭାର ନୂତନ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ମୋଟ 1715 କୋଟି ଟଙ୍କା ବ୍ୟୟରେ 5ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ବ ଶର୍ମା, କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ, ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପବିତ୍ର ମାର୍ଗେରିଟା ଏବଂ ଅନ୍ୟ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ଶାହା କହିଛନ୍ତି ଆସାମକୁ ସମାବେଶୀ କରିବା ପ୍ରୟାସର ଅଂଶବିଶେଷ ସ୍ୱରୂପ ଦିବ୍ରୁଗଡ଼କୁ ରାଜ୍ୟର ଦ୍ୱିତୀୟ ରାଜଧାନୀ କରାଯିବ ବୋଲି ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ବ ଶର୍ମା 2025 ମସିହାରେ ଘୋଷଣା କରିଥିଲେ। ପରବର୍ତ୍ତୀ ଖବର ସରିଲା କ୍ୟାବିନେଟ ବୈଠକ। 10 ବିଭାଗର 12 ପ୍ରସ୍ତାବକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ। ସରିଲା ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ବୈଠକ। 10 ବିଭାଗର 12ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ। ରାଜ୍ୟ ସମବାୟ ନୀତିକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ଜାତୀୟ ଢାଞ୍ଚାରେ ହେବ ନୀତି। ଦୁବାଇ ସିଙ୍ଗାପୁର ପାଇଁ ମାର୍ଚ୍ଚ ଯାଏଁ ବିମାନ ସେବା ଜାରି ରହିବ। ମାର୍ଚ୍ଚ ଯାଏଁ ଦୁବାଇ ଏବଂ ସିଙ୍ଗାପୁରକୁ ଜାରି ରହିବ ବିମାନ ଉଡ଼ାଣ। କ୍ୟାବିନେଟ ବୈଠକରେ ନିଷ୍ପତ୍ତି। ପରବର୍ତ୍ତୀ ସମୟରେ ଏହା ଚାଲୁ ରହିବ କି ନା ନାହିଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା। ଏହା ସହ ଓଡ଼ିଶାରେ ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେସ୍ ସାମଗ୍ରୀ। ଏନେଇ କ୍ୟାବିନେଟ